Hello guys, welcome to my YouTube channel. Let's start Odisha journey for educations. So students, ଆମର ଆଜି ରହିଛି ସମଚାରିତ ଶବ୍ଦ ଉପରେ କ୍ୱେଶ୍ଚନ୍ ଗୁଡ଼ିକ ରହିଛି। ତ ସେଇ କ୍ୱେଶ୍ଚନ୍ ଗୁଡ଼ିକ ଆସନ୍ତୁ ଡିସ୍କସନ୍ କରିବା। ତ ଆପଣମାନଙ୍କର OSSCର ଯେଉଁ CGL ଏକ୍ଜାମ୍ ରହିଛି ତ ସେଥିରେ ତାର ନୋଟିଫିକେସନ୍ଟି ଆସିଯାଇଛି। ତ କାଇଣ୍ଡଲି ଦେଖିନେବେ। ତ 20 ତାରିଖଠୁ ଆମର ଏକ୍ଜାମ୍ ଷ୍ଟାର୍ଟ ହେଉଛି 20 ତାରିଖ ଦିନ। ତ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା। ରହିଛି 1 ନମ୍ବର କ୍ୱେଶ୍ଚନ୍ ଅଛି ଆସେ ରହିଛି ଯେଉଁ ଆସେ ଆଉ ଆସେ ଏଠି ଦୁଇଟି ସମଚାରିତ ମାନେ ସମାନ ଉଚ୍ଚାରଣ ହେଉଥିବ କିନ୍ତୁ ଅକ୍ଷରରେ କୌଣସି ଚେଞ୍ଜ ହୋଇଥାଏ ବା ବର୍ଣ୍ଣରେ ଚେଞ୍ଜ ହୋଇଥାଏ। ବୁଝିଗଲା? ତ ଆମେ ଦେଖିବା ସେଥିରେ ରହିଛି ଆସେ ଆସେ ତାର ଅର୍ଥ କ'ଣ? ତ ଆସେର ଅର୍ଥ କ'ଣ? ଦନ୍ତେଶ୍ୱର ଏକାର ଯଦି ରହିଥିବ ତ ତାର ଅର୍ଥ ହେବ ଯେଟାକି ଆମର ପହଞ୍ଚେ ହେଲା। ଆଉ ଯଦି ଆସେ ଯଦି ତାଲବେଶ୍ୱର ଏକାର ଥିବ ତାହେଲେ ଆଶାରେ ହେବ ହେଲା। ତ ଗରେ ରହିଛି ପହଞ୍ଚେ ଆଉ ଆଶାରେ। ବୁଝିହେଇଛି? ତାପରେ ନେକ୍ସଟ ଯିବା ଆମେ କ୍ୱେଶ୍ଚନ୍ ନମ୍ବର 2 କୁ। ରହିଛି ତରଣୀ ଆଉ ତରଣୀ। ତ ଦୁଇଟି କ୍ୱେଶ୍ଚନ୍ ରହିଛି ମାନେ ଶବ୍ଦ ରହିଛି। ତ ତରଣୀ ଆଉ ତରଣୀ ଏ ଦୁଇଟାର ଅର୍ଥ କ'ଣ? ତ ତରଣୀ ହେଉଛି ଯେଟାକି ଆମର ନୌକା ଯେଉଁ ରହିଛି ଆମର ମାନେ ତରଣୀ ନରେ ଦୀର୍ଘ ହେବ ଆଉ ନରେ ହର୍ଷେଇ ହେଲେ ସୂର୍ଯ୍ୟ ହୁଏ ହେଲା। ତରଣୀ ହେଉଛି ଆମର ସୂର୍ଯ୍ୟ। ନେକ୍ସଟ ଯିବା ଆମେ 2 ନମ୍ବର କ୍ୱେଶ୍ଚନ୍ ପରେ ଆମେ ଯିବା 3 ନମ୍ବର କ୍ୱେଶ୍ଚନ୍କୁ। 3 ନମ୍ବର କ୍ୱେଶ୍ଚନ୍ ରହିଛି ଦୁକୁଳ ଆଉ ଦିକୁଳ। ତ ଦୁକୁଳ ମାନେ କ'ଣ ଦିକୁଳ ମାନେ କ'ଣ? ତ ଦୁକୁଳ ମାନେ ହେଉଛି ଦରେ ହର୍ଷଉ କରେ ଦୀର୍ଘ ଉଳ ହେଲେ ଦୁକୁଳ ମାନେ ହେଉଛି ଯେଟାକି ଆମର ପାଟ ବସ୍ତ୍ର ଆଉ ଦିକୁଳ ହେଲେ ଯେଟାକି ହେଉଛି ଆମର କ'ଣ ଦୁଇ କୂଳ। ବୁଝି ହେଉଛି? ଏଇଟା ହେଲା ଆମର 3 ନମ୍ବର କରେ କ୍ୱେଶ୍ଚନ୍ ଥିଲା। 3 ନମ୍ବର କ୍ୱେଶ୍ଚନ୍ ଥିଲା ଯେଟାକି କ ଆନ୍ସର୍ ରହୁଛି। ତାପରେ ନେକ୍ସଟ ଯିବା ଆମେ 4 ନମ୍ବର କ୍ୱେଶ୍ଚନ୍କୁ। 4 ନମ୍ବର କ୍ୱେଶ୍ଚନ୍ କ'ଣ ଅଛି ଦେଖିବା। ତ ଦୀପ ଦୀପ। ତ ଦୀପର ଅର୍ଥ କ'ଣ ଆଉ ଦୀପର ଅର୍ଥ କ'ଣ? ଦୁଇଟା ଶବ୍ଦ ଅଛି। ଦରେ ବ ତଇଁରେ ହର୍ଷେଇ ପ ଦୀପ ମାନେ କ'ଣ ହେବ? ତ ଆମେ ଦେଖିବା ଦୀପ ମାନେ ତ ଦୀପ ମାନେ ହେଉଛି ଆମର ହାତୀ। ଦର ଦୀର୍ଘଇ ପ ମାନେ ଦରେ ବ ତଇଁରେ ହର୍ଷେଇ ପ ହେଲେ ଏଇଟା ଆମର ଦୀପ ମାନେ ହାତୀ। ଆଉ ଗୋଟେ ଯେଉଁ ଦୀପ ରହିଛି ଦର ଦୀର୍ଘଇ ପ ହେଉଛି ଦୀପ ମାନେ ହେଲା ପ୍ରଦୀପ। ବୁଝିହେଉଛି? ଯେଟାକି ହେଲା ଅପସନ୍ ନମ୍ବର ଯେଉଁ ଯେଟାକି ଆମର ଘରେ ଅଛି। ତ ଦୀପ ମାନେ ପ୍ରଥମଟା ହେଲା ହାତୀ ଆଉ ଦର ଦୀର୍ଘଇ ପ ହେଲା ଦୀପ ମାନେ ହେଲା ପ୍ରଦୀପ। ବୁଝିହେଉଛି? ନେକ୍ସଟ ଯିବା ଆମେ 5 ନମ୍ବର କ୍ୱେଶ୍ଚନ୍କୁ। 5 ନମ୍ବର କ୍ୱେଶ୍ଚନ୍ ଅଛି ଲକ୍ଷ୍ୟ ଆଉ ଲକ୍ଷ୍ୟ। ତ ଏଇ ଲକ୍ଷ୍ୟର ଅର୍ଥ କ'ଣ? ଏଠି ଲକ୍ଷ୍ୟ ବି ଅଛି ଏଠି ବି ଲକ୍ଷ୍ୟ ଅଛି। ତ ଦୁଇଟା ଲକ୍ଷ୍ୟ ରହିଛି। ତ ପ୍ରଥମ ଲକ୍ଷ୍ୟ ଯେଟାକି ହେଉଛି ସେଟା ଆମର କ'ଣ ହେବ ନା ସଂଖ୍ୟା ବିଶେଷ ଯେଟାକି ଲକ୍ଷ୍ୟ ସଂଖ୍ୟା ଯେଉଁ କୁହନ୍ତି 5 ଲକ୍ଷ 10 ଲକ୍ଷ ଏଥିରେ ସେତେବେଳେ ଲକ୍ଷ୍ୟ ଲେଖାଯାଏ ଏମିତି 5 ଲକ୍ଷ। ତ ଇଏ ହେଲା ଲକ୍ଷ୍ୟ ସଂଖ୍ୟା ବିଶେଷ ଆଉ ଲକ୍ଷ୍ୟ ହେଉଛି ଗୋଟେ ଉଦ୍ଦେଶ୍ୟ। ବୁଝିହେଉଛି? ନେକ୍ସଟ ଯିବା ଆମେ 5 ନମ୍ବର କ୍ୱେଶ୍ଚନ୍ ଗଲା। ତାପରେ ଯିବା ଆମେ 6 ନମ୍ବର କ୍ୱେଶ୍ଚନ୍କୁ। ଦେଇଛି ଜାତି ଆଉ ଜାତି। ତ ଏଇଠି ଜାତିର ଅର୍ଥ କ'ଣ ଆଉ ଗୋଟେ ଜାତିର ଅର୍ଥ କ'ଣ? ଦୁଇଟା ଜାତି ଅଛି। ବର୍ଗେଜ ତଇଁରେ ଆକାର ତରେ ହର୍ଷେଇ ହେଲେ ଜାତି ମାନେ ହେଉଛି କ'ଣ ଆଉ ଅନ୍ତଃସ୍ଥୀୟ ତଇଁରେ ଆକାର ହେଲେ ତରେ ହର୍ଷେଇ ହେଲେ ଜାତିର ଅର୍ଥ କ'ଣ? ତ ପ୍ରଥମ ଜାତି ଯେଟାକି ରହିଲା ଆମର ସେଟା ହେଉଛି ଶ୍ରେଣୀ ହେଲା। ଆଉ ଯାତ୍ରା ଜାତି ହେଲା ଯାତ୍ରା। ବୁଝିହେଉଛି? ତ ଏଇ ଶ୍ରେଣୀ ହେଉଛି ଅର୍ଥ କ'ଣ? ଆମେ ଯେମିତି ଆମେ ଜାତି ସବୁ ରହିଛୁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଇଏ ସବୁ କରାହେଇଥିଲା। ତ ସେଇଗୁଡ଼ା ହେଉଛି ଆମର ଜାତି। ତାପରେ ନେକ୍ସଟ ଯିବା ଆମେ ଯେଟାକି ଆମର 7 ନମ୍ବର କ୍ୱେଶ୍ଚନ୍କୁ ସତ ସତ ରହିଛି। ତ ସତର ଅର୍ଥ କ'ଣ ଏ ସତର ଅର୍ଥ କ'ଣ? ଦୁଇଟା ସତ ଅଛି। ତ ପ୍ରଥମ ସତ ରହିଛି ଯେଟାକି ତାଲବେଶ ତ ହେଉଛି ସତ। ସତର ଅର୍ଥ ହେଉଛି 100 ସଂଖ୍ୟା ଯେଉଁ ସଂଖ୍ୟା ଆମେ ଜାଣିଛେ 100 ତ ସେଇଟା ହେଲା ସତ। ଆଉ ସତ ହେଲା ଦନ୍ତେଶ ତ ହେଲା ସତ ହେଉଛି ସତ୍ୟ। ବୁଝିହେଉଛି? ତ ଇଏ ହେଲା ଅପସନ୍ ଯେଉଁ ଘର ରହିଛି 100 ସଂଖ୍ୟା ଆଉ ଗୋଟେ ସତ୍ୟ ଏଇ ଦୁଇଟା ହେଉଛି ତା ପାଇଁ ଉତ୍ତର। ତାପରେ ନେକ୍ସଟ ଯିବା ଆମେ 8 ନମ୍ବର କ୍ୱେଶ୍ଚନ୍କୁ ଯିବା ପରି ଆଉ ପରି। ପରୀର ଅର୍ଥ କ'ଣ ଇଏ ପରୀର ଅର୍ଥ କ'ଣ? ତ ପରୀର ଅର୍ଥ ହେଉଛି ଯେଟାକି ଆମର ଭଳି। ପରି ମାନେ ହେଉଛି ଭଳି। ଖୁଣ୍ଟଟା ପରି ଛିଡ଼ା ହେଇଛି ତ ପରି ହେଠି ଲାଗୁଛି ହେଲା। ତ ସେଇ ପରୀର ଅର୍ଥ ହେଲା ଭଳି। ଆଉ ପରୀର ଅର୍ଥ ହେଉଛି ର ଦୀର୍ଘ ହେଲେ ସିଏ ହେଲା ସ୍ୱର୍ଗ କନ୍ୟା। ବୁଝିହେଉଛି? ସ୍ୱର୍ଗ କନ୍ୟା। ଗୋଟେ ମିନିଟ୍। ତ 9 ନମ୍ବର କ୍ୱେଶ୍ଚନ୍ ଯିବା। ବର୍ତ୍ତମାନ 9 ନମ୍ବର କ୍ୱେଶ୍ଚନ୍ ଅଛି
କହିଛି ନା ଆଉ ନା, ତ ଦୁଇଟା ଅର୍ଥ ଅଛି, ନା ଅଛି ଆଉ ନା ଅଛି। ତ ଏଇ ଦୁଇଟାର ଅର୍ଥ କ'ଣ? ପ୍ରଥମ ନା ଅର୍ଥ କ'ଣ ଆଉ ନା ଅର୍ଥ କ'ଣ? ତ ପ୍ରଥମ ନାଁର ଅର୍ଥ ହେଉଛି ଆମର ଯେଟାକି ନୌକା, ଜାଣିଛୁ। ଆଉ ତାପରେ ହେଉଛି ଯେ ନାଁ ରହିଛି ସେଟା ହେଉଛି ନାମ। ଆମ ନାମ ଯଦି ପଚରା ହେଉଛି ଏଇଟା ନାଁ ପଚରାଯାଏ। ତ ନାଁ କ'ଣ? ନା ମୋ ନାଁ ହରିଆ। ତ ସେମିତି ଆମେ ନାଁ ଯେତେବେଳେ ପଚାରୁଛୁ ସେତେବେଳେ ନାମକୁ ପଚାରୁଛେ ହେଲା। ତ ତାପରେ ନେକ୍ସଟ ଯିବା ଆମେ, ଏଇଟା ହେଲା ଖର ଆନ୍ସର ରହିଲା, ଖ ଆନ୍ସର। ତାପରେ ଯିବା ଆମେ 10 ନମ୍ବର କ୍ୱେଶ୍ଚନକୁ। କହିଛି ଗାଈ ଆଉ ଗାଈ। ତ ଗାଈର ଗୋଟେ ହେଲା ଗା ହର୍ଷେଇ ଅଛି ଆଉ ଗା ଦୀର୍ଘଇ ଅଛି। ତ ଗାଈ ହେଉଛି ଗୋଟେ ଯେଟାକି ଆମର ଗୋଟେ ଗୀତ ଗାଇବା, ଯେଉଁ ଗାନ କରିବା। ଆଉ ଗାଈ ହେଉଛି ଦୀର୍ଘଇ ହେଲା ଆମର ଧେନୁ, ବୁଝି ହେଉଛି। ଗାଈ ହେଉଛି ଗାନ କରିବା ଆଉ ଗୋଟେ ହେଲା ଧେନୁ, ବୁଝି ହେଉଛି। ନେକ୍ସଟ ଯିବା ଆମେ ଚରିତ ଆଉ ଗୋଟେ ଚରିତ୍ର ହେଲା। ଚରିତ ଗୋଟେ ଅଛି ଆଉ ଗୋଟେ ହେଲା ଦେଖ ଚରିତ୍ର ଗୋଟେ ଅଛି। ତ ଆମେ ଦେଖିବା ଚରିତ ମାନେ କ'ଣ, ଚରିତ୍ର ମାନେ କ'ଣ। ଚରିତ ମାନେ କ'ଣ ପିଲାମାନେ? ତ যেটা কি ହେଉଛି ଆମର ଗୋଟେ ଚରିତ୍ର ହେଉଛି ଆମର ହେଲେ ଗୁଣ। ଆଉ ଚରିତ ମାନେ କ'ଣ? ରାମଚରିତ ମାନସ, ଯେଉଁ ସେଟା ଆମେ କ'ଣ କହୁଛେ ଗୋଟେ ଗୋଟେ ବିଷୟକୁ ଆମେ କହିପାରୁଛେ ଚରିତ ହେଲା। ଗୋଟେ ହେଲା ବିଷୟ, যেটা ଚରିତ୍ର ହେଲା ସ୍ୱଭାବ। ତାମାନେ ବିଷୟ ହେବ କଥା, ଏଇଟା ଆମର କଥା ସ୍ୱଭାବ ହେଲା, କଥା ଆଉ ସ୍ୱଭାବ। ନେକ୍ସଟ ଯିବା ଆମେ କୂଳ କୂଳ, କୂଳ କୂଳ। ଗୋଟେ ମିନିଟ୍ ପିଲାମାନେ, ଚରିତର ଅର୍ଥ ଏଇଠି ଯେଉଁ ରହିଥିଲା ଆମର, ଚରିତ ମାନେ ହେଲା ଗୋଟେ ହେବ ଯେଟାକି ବିଷୟ ଚରିତ, ଏଇଟା ଟିକେ ମନେ ରଖିଥିବ। ଆଉ ଚରିତ୍ର ମାନେ ହେଲା ସ୍ୱଭାବ, ବୁଝି ହେଉଛି। ତ ଆମର ଏଠି ଯଦି ସ୍ୱଭାବ ଅଛି ଠିକ୍ ଅଛି, ଆଉ ଏଇଟା ଚରିତ ମାନେ ହେଲା ବିଷୟ, ବୁଝି ହେଉଛି। ତ ତାପରେ ଦେଖ କୂଳ ଆଉ କୂଳ, କୂଳ ଆଉ କୂଳ ଅଛି। ଦେଖ ଏଇଟା 12 ନମ୍ବର କ୍ୱେଶ୍ଚନ ହେବା କଥା, ଏଇଟା 11 ନମ୍ବର କ୍ୱେଶ୍ଚନ ଅଛି। ତ 12 ନମ୍ବର କ୍ୱେଶ୍ଚନ ଅଛି যেটাকি ଆମେ ଦେଖିବା, କହିଛି କୂଳ ଆଉ କୂଳ ମାନେ ଅର୍ଥ କ'ଣ। ତାହେଲେ କୂଳ ହେଉଛି ଯେଟାକି ପ୍ରଥମେ ହେଲା ବଂଶ, କରେ ହର୍ଷ ଉଳ ହେଲା କୂଳ ହେଲା ବଂଶ, ଆଉ କର ଦୀର୍ଘ ଉଳ ହେଲା କୂଳ ମାନେ ହେଉଛି ଯେଟାକି ହେଲା ତଟ, ବୁଝି ହେଉଛି। ତାପରେ ନେକ୍ସଟ ଯିବା ଆମେ 12 ନମ୍ବର କ୍ୱେଶ୍ଚନ ପରେ ଆମେ ଯିବା 13 ନମ୍ବର କ୍ୱେଶ୍ଚନକୁ। ସେ କହିଛି ବେଶୀ ଆଉ ବେଶୀ। ତ ବେଶୀର ଅର୍ଥ କ'ଣ, ଏ ବେଶୀର ଅର୍ଥ କ'ଣ? ତ ବେଶୀ ହେଉଛି ଗୋଟେ ହେଲା ଆମର ରହିବ, ବେଶୀ ମାନେ କ'ଣ ପିଲାମାନେ? ଗୋଟେ ବେଶଧାରୀ ହେବ। ବେଶୀ ହେଉଛି ଗୋଟେ ବେଶଧାରୀ, ଆଉ ଗୋଟେ ବେଶୀ ହେଉଛି ଅଧିକ। ତ ଏଠି ଦୁଇଟା ଭିତରେ କେଉଁଟା ହେବ? ତ ବେଶୀ ହେଉଛି ଯେଟାକି କେଉଁଟା ହେବ? ବେଶୀ ହେଲା ଗୋଟେ ହେଲା ଅଧିକ, ଅଧିକ ହେଲା ଏଇଟା ହେଉଛି ଅଧିକ ହେବ, ଆଉ ଗୋଟେ ହେଲା ବେଶଧାରୀ ହେଲା। ତ ଗୋଟେ ହେଲା ଅଧିକ ଆଉ ଗୋଟେ ହେଲା ବେଶଧାରୀ, ବୁଝି ହେଉଛି। ବେଶଧାରୀ ବା ବେଶଧାରୀ ଇଏ ହେଉଛି ଆମର ଦୁଇଟା ହେବ। ଗୋଟେ ହେଲା ଏଇଟା ପାଇଁ ବେଶୀ ହେଉଛି ଅଧିକ, ବୁଝି ହେଉଛି। ଆଉ ଗୋଟେ ବେଶୀ ହେଉଛି যেটাକି ବେଶଧାରୀ, ବୁଝି ହେଉଛି, ବେଶଧାରୀ। ନେକ୍ସଟ ଯିବା ଆମେ 14 ନମ୍ବର କ୍ୱେଶ୍ଚନକୁ। କ'ଣ ଯିବା ନା ଦେଖନ୍ତୁ 14 ନମ୍ବର କ୍ୱେଶ୍ଚନ ଅଛି ନୀତି ନୀତି। ତ ନୀତିର ଅର୍ଥ କ'ଣ, ଏ ନୀତିର ଅର୍ଥ କ'ଣ? ତ ଦୁଇଟାର ଅର୍ଥ ଅଛି। ତ ନୀତି ପ୍ରଥମେ ହେଲା ଯେଟାକି ନିୟମ, ଆଉ ଗୋଟେ ହେଲା ପ୍ରତିଦିନ। ନୀତି ହେଲା ପ୍ରତିଦିନ, ଏ ନୀତି ହେଉଛି ପ୍ରତିଦିନ, ଆଉ ଏ ନୀତି ହେଉଛି ନିୟମ, ବୁଝି ହେଉଛି। ନେକ୍ସଟ ଯିବା ଆମେ 15 ନମ୍ବର କ୍ୱେଶ୍ଚନକୁ ଯିବା, କାନ୍ଥ କାନ୍ଥ ଆଉ କାନ୍ତ। ତ ଆମେ ଏଇ ଦୁଇଟାର ଅର୍ଥ ପାଇବା ଦେଖିବା କ'ଣ ଅଛି ନା କାନ୍ଥ କାନ୍ଥ, যেটাକି କାନ୍ଥ ରହିଛି ତାର ଅର୍ଥ ହେଉଛି যেটা ହେଲା ଘରର କାନ୍ଥ ହେଉଛି କାନ୍ଥ, ଆଉ ହେଉଛି କାନ୍ତ ହେଉଛି ସ୍ୱାମୀ, ବୁଝି ହେଉଛି। ତ ଅପସନ୍ ଖରେ ଯେଉଁ ରହିଛି ସେଇଟା ହେଉଛି ତା ପାଇଁ ଉପଯୁକ୍ତ। ତାପରେ ଦେଖିବା 16 ନମ୍ବର କ୍ୱେଶ୍ଚନ କହିଛି ଦିନ ଦିନ। ତ ଦିନ ଗୋଟେ କ'ଣ, ଆଉ ଗୋଟେ ଦରେ ଦୀର୍ଘ ଦନ୍ତେନ କ'ଣ କହିଛି? ତ ଦରେ ହର୍ଷେଇ ଦନ୍ତେନ ହେଲା କ'ଣ? ଦିନ। ଦିନର ଅର୍ଥ ହେଉଛି যেটা ହେଉଛି ଦିବସ, ଆଉ ଦିନରେ ହେଉଛି ଦର ଦୀର୍ଘ ଦନ୍ତେନ ଥିବ, ତାର ଅର୍ଥ ହେବ ଦରିଦ୍ର, ବୁଝି ହେଉଛି। ନେକ୍ସଟ ଯିବା ଆମେ 17 ନମ୍ବର କ୍ୱେଶ୍ଚନକୁ ଯିବା। କହିଛି ପୁଷ୍ଟ ଆଉ ପୃଷ୍ଠ। ତ ପୁଷ୍ଟ ମାନେ କ'ଣ, ପୃଷ୍ଠ ମାନେ କ'ଣ? ପୁଷ୍ଟ ମାନେ ହେଉଛି যেটাକି ଗୋଟେ ହେଉଛି ପୁଷ୍ଟ। ତ ତାର ଅର୍ଥ କ'ଣ ହେବ? ପୁଷ୍ଟ ପୃଷ୍ଠ ଦୁଇଟାର ଅର୍ଥ ଅଛି। ତ ଗୋଟେ ହେଉଛି যেটাକି ବଳୁଆ, ପୃଷ୍ଠ ହୃଷ୍ଟ ପୁଷ୍ଟ ହେଇଛି ଯେ, ଆଉ ଗୋଟେ ପଚରା ଯାଇଥିବା ପୃଷ୍ଠ ହେଲା।
तो ये हूँ आमर जेटा कि ऑप्शन ग रे रही बुझी होची। नेक्स्ट जीवा आम 18 नंबर क्वेश्चन को जीवा कही लज्जा आउ लाज। तो लज्जा रही आउ लाज रही तार अर्थ कौन 18 नंबर रही लज्जा लाज। तो लज्जा माने हला ये हला लाज आ लाजा हूँ तार माने हला खई बुझी होची। तो ऑप्शन क रे रही तार उत्तरटी। तापर नेक्स्ट जीवा आम 19 नंबर क्वेश्चन कही पट्ट आ पट्ट। तोर पट्टर अर्थ कौन ए पट्ट माने कौन पट्ट माने हला जेटा कि हला गोटे पक्ष आ गोटे हला पट्ट माने हला दृश्य है ऑप्शन ख रे रही पक्ष गोटे हला पट्ट आ गोटे हला पट्ट हूँ दृश्य बुझी होची। नेक्स्ट जीवा आम 20 नंबर क्वेश्चन को जीवा कही कृति आ कृति। तो दुईटार अर्थ कौन कृति हूँ करे रु तैरे हर्षई हूँ कृति माने हला कार्य आ कृति हूँ दर दीर्घ हेले दक्ष बुझी होची। तो नेक्स्ट जीवा आम 20 नंबर क्वेश्चन पर आम जीवा 21 नंबर क्वेश्चन को कही दूत आ द्युत। दूत माने कौन द्युत माने कौन तो दूत माने हला जेटा कि हूँ आमर चोर आउ द्युत हला पशा खेल बुझी होची। दूत माने हला चोर आ द्युत माने हला पशा खेल बुझी होची। नेक्स्ट जीवा आम 21 नंबर पर आम जीवा 22 नंबर क्वेश्चन को 22 नंबर क्वेश्चन कही अन्न आउ अर्ण। तो अन्न माने कौन अन्न माने हेबो पिला माने भात आम जो खाऊ भात अन्न आ जदि अर्ण कहबा अर्ण माने हला जल बुझी होची। नेक्स्ट जीवा आम 22 नंबर क्वेश्चन पर आम जीवा 23 नंबर क्वेश्चन को कही कूजन आउ कूजन। कूजन अर्थ कौन ये कूजन अर्थ कौन तो दुईटा कूजन अच्छी। तो कूजन माने हला दुष्ट लोक कर हर्ष ज न हला कूजन माने हला दुष्ट लोक आ कर दीर्घ ज न हला कूजन माने हला पक्षीर राब बुझी होची। नेक्स्ट जीवा आम क्वेश्चन नंबर 23 पर 24 नंबर क्वेश्चन को जीवा कही सूता आउ सूता। तो सूतार अर्थ कौन ए सूतार अर्थ कौन तो सूता हूँ गोटे हला कन्या सूता आउ सूता सर दीर्घ ता हला सूता माने हूँ सूत्र बुझी होची। तो नेक्स्ट जीवा आम 24 नंबर क्वेश्चन पर आम जीवा 25 नंबर क्वेश्चन को 25 नंबर क्वेश्चन कही निम्नलिखित मध्य केउटी समचारित शब्दर उदाहरण। तो आ भितर समचारित शब्द कोटा आम भितर देखिबा। तो समचारित शब्द हूँ जेटा कि हूँ आमर जीवा जमक आउ जमक। तो ता भीतर कोटा हम गोटे हला जमक हला वर्गे ज नहीं अंतस्थ ज रही आ म क रही आ जमक ये दुटा हे समान उच्चारित शब्द बुझी होची। नेक्स्ट जीवा आम 25 पर आम जीवा 26 नंबर क्वेश्चन को दुईटी समान उच्चारित शब्द जेटा कि शीत आउ गोटे अच्छी शीतर अर्थ यथाक्रमे केउटी। तो शीत अर्थ कौन ये शीतर अर्थ कौन ता दीटा शीत अच्छी बर्तमान तो शीत आसलानी। तो 26 नंबर जेटा कि आमर देखिबा धला हूँ शीत मान हूँ दंतेश्वर हर्षई त थिबो माने पिला माने धला को आमे टिक करबा आ जदि तालवेश्वर दीर्घई जदि रही त रही ताको तार अर्थ हला ठंडा है। तो नेक्स्ट जीवा आम 27 नंबर क्वेश्चन कही दुईटी प्राय समचारित शब्द जो परिच्छेद आ परिच्छेद तार अर्थ केउटी परिच्छेद आ परिच्छेदर अर्थ कौन पिला माने ता परिच्छेद माने हूँ गोटे हला पोशाक आउ परिच्छेद हूँ अध्याय है। तो बुझीगला। नेक्स्ट जीवा आम 27 नंबर पर आम जीवा 28 नंबर क्वेश्चन को कही 28 नंबर क्वेश्चन दुईटी प्राय समचारित शब्द पहिला आउ पहिलीर अर्थ माने यथाक्रमे अर्थ कौन पहिला आउ पहिली तार अर्थ है गोटे है मासर प्रथम दिन है पहिला आउ जदि पहिली कहबा प्रथम थर पहिली बुझी होची। नेक्स्ट जीवा 28 पर 29 नंबर क्वेश्चन कही पुत शब्दर अर्थ कौन तो पुत शब्दर अर्थ होची पुओ बुझी होची। सेठी जेरक सूत होइतला सूता सेठी जेरक हमर अछि पुतर हला पुओ बुझी होची। नेक्स्ट जीवा 29 पर आम जीवा 30 नंबर क्वेश्चन कही निम्नलिखित मध्य कहार अर्थ भोजन अटे। तो भोजन कहार अर्थ तो भोजन आम मैंने पिला माने कहि परिबा असन जो आम कौचे अ तालवेश दंतेन असन माने हूँ भोजन आउ अ दंतेश दंतेन है असन माने क्षेपण एटा दीटा जानिछे। तापर दीप देख दीप विषय आलोचना करते देखिया कौन मन रोची पिला माने देखिबा कहि परिबो दीपर अर्थ कौन हम दर दीर्घ प है। तो दर दीर्घ प है आलोक प्रदान करुथिबा वस्तु हूँ दीप है। तापर नेक्स्ट जीवा आम केउटी एक खाद्य विशेष अटे आ भर खाद्य कोटा चूड़ा चूड़ा जुड़ा ये सब रही
तो कौन हम कौटा आम खाद्य विशेष ना चूड़ा चरे हर्ष उड़ा है चूड़ा माने है खाद्य विशेष बुझी आउ चूड़ा माने अग्रभाग चर दीर्घ उड़ा है अग्रभाग तापरे ईश ईशर शब्दर अर्थ कौन ईश शब्दर अर्थ कौन ई मुधनेश ई मुधनेश है माने पिला माने लंगल दंड है ई तालवेश होते ईश्वर कही पारते बुझी होची तापर नेक्स्ट जी आम निम्नत मानक मध्य कहार अर्थ माने दक्ष दक्ष क्या कहीपर आम दक्ष माने है ख जेटा कि रही जो बली ना सॉरी ये जो कृति रही आमर कृति हूँ दक्ष है कृति है दक्ष तर दीर्घ ही हो आउ गोटे कृति माने है कार्य बुझी होची तो आज एति 34टा क्वेश्चन आपला किंतु ये 34टा क्वेश्चन जो इंपोर्टेंट क्वेश्चन था आउ जदि आमर समचारित शब्द गुड़िक आपण आवश्यक आमर प्लेलिस्ट सब समचारित शब्द कभर कराई तो आपण मानक आउरी भी रिपीट कराऊँच तो जिते थर आप देखिए क्वेश्चन गुड़िक से आपण मानक एग्जाम आपण प्रिपेयर हो है तो आमर जो टेलीग्राम चैनल अच्छी आपण मैंने सब जोड़ी जातु जी जदि भी आपण मैंने जो क्वेश्चन गुड़िक मुझे आपण मानक आउ थे जोगेदेवी से तो धन्यवाद जय हिंद जय जगन्नाथ।